କନ୍ୟାଦାନ ଧାରାବାହିକରେ ଆଜି ଆପଣମାନେ ଦେଖିବାକୁ ପାଇବେ ଆରାଧ୍ୟା ବିଛେଇଥିବା ଜାଲରେ ଅର୍ଜୁନ ପଡ଼ିଯାଇଛନ୍ତି। ସମସ୍ତଙ୍କୁ ଏକାଠି ଡାକି କହୁଛନ୍ତି କି ମୁଁ ଆଜି ତୁମମାନଙ୍କୁ କିଛି କହିବାକୁ ଚାହୁଁଛି। ତାପରେ ତାଙ୍କ ମାଆ କହନ୍ତି କି ଆରେ ଅର୍ଜୁନ କ'ଣ ହେଇଛି ତ କହ। ଅର୍ଜୁନ କହନ୍ତି କି ବିଷ୍ଣୁ ବାବୁଙ୍କ ଦୋକାନଟା ଏବେ ଆମର। ସମସ୍ତେ ବହୁତ ଖୁସି ହେଇଯାଆନ୍ତି। ଆରାଧ୍ୟା ମଧ୍ୟ ବହୁତ ଖୁସି ହୁଅନ୍ତି। ତାଙ୍କ ମାଆ ତାଙ୍କ ପାଖକୁ ଯାଇ କହନ୍ତି କି ବାବାରେ ଆଜି ତୁ ମୋତେ ଗୋଟେ ବହୁତ ବଡ଼ ଖୁସି ଖବର ଦେଇଛୁ, ଗୋଟେ ଶୁଭ ଖବର ଦେଇଛୁ ସକାଳୁ ସକାଳୁ କହି ତାଙ୍କ ଆଖିରୁ କଜଳ ନେଇ ତାଙ୍କ ପୁଅକୁ ଲଗେଇ ଦେଉଛନ୍ତି। କହୁଛନ୍ତି କି ତୁ ଖୁସିରେ କେବେ ବି କାହାର ନଜର ନ ଲାଗୁ। ତାପରେ କହନ୍ତି ମୁଁ ଅନର ବନିବାକୁ ଚାହୁଁଥିଲି ଆଉ ଅନର ବନିଗଲି। ତା ପଛରେ ଗୋଟେ ଜଣଙ୍କର ହାତ ଅଛି, ସେ ହେଉଛନ୍ତି ଆରାଧ୍ୟା। ତାପରେ ତାଙ୍କ ମାଆଙ୍କ ଦେହରେ ଯାଏନି, ସେ ରାଗି ଯାଆନ୍ତି। ଅର୍ଜୁନ ଏବେ ଆରାଧ୍ୟା ପାଖକୁ ଯାଆନ୍ତି, କହନ୍ତି କି ମୁଁ ଶୁଣିଥିଲି ଗୋଟେ ପୁରୁଷ ପଛରେ ଗୋଟେ ନାରୀର ହାତ ଅଛି, ଆଉ ମୋ ସଫଳତାର ପଛରେ କେବଳ ତୁମର ହାତ ଅଛି କହି ତାଙ୍କୁ ଗୋଟେ ମିଠା ଖୁଆଇ ଦିଅନ୍ତି। ଏପଟେ ତାଙ୍କ ମାଆ ବହୁତ ଜୋରରେ ରାଗି ଯାଆନ୍ତି।